ଆଜ୍ଞା ଦେଖୁନ୍ ଏଇଟା ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କର ଆହ୍ୱାନ କ୍ରମେ ଏକ ପେଡ଼ ମା କେ ନାମ ଯେମିତି ଆମର ଜନ୍ମଦାତ୍ରୀ ମା ଆମ ଲାଳନ ପାଳନ କରିଥାଇସି ଠିକ୍ ଆମର ଧରତୀ ମା ମଧ୍ୟ ଆମକୁ ତାର ଆମକୁ ଅକ୍ସିଜେନ୍ ଯୋଗାଇ ଥାଇସି ସବୁ କିଛି କରିଥାଇସି। ତେଣୁ ଧରତୀ ମାର ସୁରକ୍ଷା ଲାଗି ତାର ସଂରକ୍ଷଣ ଲାଗି ଆମେ ମାନେ ଗୋଟେ ଗୋଟେ ଗଛ ଲଗାବା ଲାଗି ମୋଦିଜୀ ଆହ୍ୱାନ କରିଛନ୍। ସେହି କ୍ରମରେ ଆମର ବୌଦ୍ଧ ଜିଲ୍ଲାରେ 184,000 ଗଛ ଲଗାଇବା ଲାଗି ସ୍ଥିର ହେଇଛେ। ଆଜି ଆରମ୍ଭ ହୋଇଛି ଆମର ଏଇଟା ବାଉଁଶଣୀ ପଞ୍ଚାୟତ ଗୋଟେ ଆରମ୍ଭ ହୋଇଛେ, ତେଲିବନ୍ଧରେ ହେଇଛେ, ରତାଘୁଣ୍ଟିରେ ହେଉଛେ, ମୈଶରପିଣ୍ଡା ରକ୍ସା ପଞ୍ଚାୟତରେ ହେଉଛେ, କଣ୍ଟାମାଲରେ ହେଉଛେ, ପ୍ରାୟ ସବୁ ଜାଗାରେ ହେଉଛେ। ତ ଖାଲି ଗଛ ଲଗାଇଲେ ତ ନାହିଁ, ଗଛ କେମିତି ସଂରକ୍ଷଣ ରହିବା ତାର ସୁରକ୍ଷିତ କରାଯାଇପାରବା ସେଥିଲାଗି ଆଜି ଦିବସର ଆହ୍ୱାନ। ଇଟା ହେଲେ ଆମେ ଯେନ୍ଟା ଅମ୍ଳଜାନ ସୁସ୍ଥ ଅମ୍ଳଜାନ ପାଇପାରମା। ଏମିତି ଏବେ ଦେଖାଗଲାନ ଯେ ଅକ୍ସିଜେନ୍ର ଏତେ ଅଭାବ ହେଲାନ ଯେ ଆମେ ଗୋଟେ ଗୋଟେ ଅକ୍ସିଜେନ୍ ମୁଣି ଧରିକି ଯିବାକେ ପଡ଼ବା ଆମକୁ। ସେଥିଲାଗି ଆମକୁ ଯେନ୍ଟା ଏବେ ବାୟୁ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ ଏବଂ ଜଳ ପ୍ରଦୂଷଣ ଯେମିତି ପ୍ରଦୂଷଣ ହେଇ ଚାଲିଛେ, ବିଶେଷ ମାତ୍ରାରେ ଏବେ ତ ଆଉ ଗୋଟେ ପ୍ରଦୂଷଣ ହେଉଛି ପ୍ଲାଷ୍ଟିକ୍ ପ୍ରଦୂଷଣ। ଏଥିରୁ ରକ୍ଷା ପାଇବା ସାଙ୍ଗେ ସାଙ୍ଗେ ଆମର ଗଛ ଲଗାଇକରି ସୁସ୍ଥ ଅମ୍ଳଜାନ ଟିକେ ପାଇବାର ଲାଗି ଆଜିର ଏଇ ପ୍ରୟାସ।